ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ଚାଲନ୍ତୁ ବନେଇବା ଆଜି ଦ୍ୱିତୀୟାର ଘାଣ୍ଟ, ମାନେ ଘାଣ୍ଟ ତରକାରୀ। ଆଜି ବାରରେ ପଡ଼ିଛି ବୋଲି ବୁଧବାରରେ ଆଜି ଆଇଁଷ ପଡ଼ିକି ହେବ ଘାଣ୍ଟିଆ ଡାଲମା। ମାଛ ମୁଣ୍ଡ ଆଉ ଚୁଙ୍ଗୁଡ଼ି ପକେଇ ଡାଲମାଟା ହିଁ ହେବ। ପ୍ରଥମେ ମାଛକୁ ମୁଁ ଭାଜିକି ରଖିଦେଇଥିଲି। ମାଛ ମୁଣ୍ଡକୁ ହେଇଛି ଗୁଣ୍ଡ କରିଦେଉଛି ଭାଜିକି। ଭଲସେ ଭାଜିଦେବା, ଆଇଁଷିଣିଆ ବାସ୍ନା ତା'ର ପଳେଇବ। ତାପରେ ଚୁଙ୍ଗୁଡ଼ିକି ଭାଜିଦେବା। ଚୁଙ୍ଗୁଡ଼ିକି ଭଲ ଭାବରେ ଭାଜି ସାରିଲା ପରେ ଗୋଟେ ଡେକ୍ଚିରେ ତେଲ ପକାଇ କାଟିକି ରଖିଥିବା ପରିବାକୁ ସବୁ ପକାଇକି ଭଲସେ କଷେଇବା ପାଣି ମରିବା ପର୍ଯ୍ୟନ୍ତ। ପରିବାରେ ଆମର ସବୁ ପରିବା ପଡ଼ିଛି, ସାରୁ, କଖାରୁ, ଆଳୁ, ଭଣ୍ଡା, କାଙ୍କଡ଼ ସବୁ ପଡ଼ିଛି। ତାକୁ ଭଲସେ ଗୋଳେଇ ଦେବା। ଓଉ ବି ପଡ଼ିବ ଏ ଡାଲମାରେ। ତାପରେ ପାଣି ଦେଇଦେବା। ପାଣି ଦେଇ ସାରିଲା ପରେ ଘୋରେଇ ଦେବା। ଫୁଟିଗଲେ ହଳଦୀ ଲୁଣ ପକାଇବା। ଏପଟେ ମସଲା ପାଇଁ ପିଆଜ ରସୁଣ ଅଦା ନେଇଯାଇଛି ବାଟିବା ପାଇଁ। ଏପଟେ ଫୁଟିଗଲାଣି, ଡାଲି ପକାଇଦେବା। ଗୋଟେ ହାତରେ ଭିଡ଼ିଓ ଧରି କରିଛି ତ ସେମିତି। ହଳଦୀ ଲୁଣ ପକାଇଦେବା। ତାପରେ କାଟିକି ରଖିଥିବା କଦଳୀ, ବାଇଗଣ, ଝୁଡ଼ଙ୍ଗ, ଟମାଟୋ ସବୁ ପଛରେ ପକାଇଦେବା। ଓଉ ବି କାଟିକି ରଖିଥିବା ପକାଇଦେବା। ତାପରେ ସିଝିବାକୁ ଛାଡ଼ିଦେବା। ତା ମେନ୍ ଜିନିଷ ଡାଲମାର ହେଲା ଗଜା ମୁଗ ଆଉ ବୁଟ। ସେଇଟା ବି ରାତିରୁ ବତୁରା ହେଇକି ରହିଯାଇଥିଲା। ମୁଗରୁ ଗଜା ହେଇଯାଇଥିଲା, ଏବେ ପଡ଼ିବ ଏବେ ଡାଲମାରେ। ଗଜା ମୁଗ ବୁଟକୁ ପକାଇଦେଲୁ। ତାପରେ ସିଝିବା ପାଇଁ ଛାଡ଼ିଦେଲୁ। ଏ ଡାଲମା ହେଇ ଆସିଲାଣି, ଆଉ ଟିକେ ହେବ। ତାପରେ ଡାଲମା ପଘାରି ଦେବା ଛୁଙ୍କ ଦେଇକି। ସିଝିଗଲାଣି ଡାଲମା। ତାପରେ କଢ଼େଇ ବସାଇ ତେଲ ପକାଇ ଫୁଟଣ ପକାଇଦେବା। ଶୁଖିଲା ଲଙ୍କା, ଅଦା ରସୁଣ ପିଆଜର ବଟା, ହଳଦୀ ଲୁଣ, ଚିକେନ୍ ମସଲା, ଗରମ ମସଲା, ମିଟ୍ ମସଲା, ଯେତେକ ମସଲା ଅଛି, ଜିରା ପାଉଡ଼ର, ଧନିଆ ପାଉଡ଼ର ସବୁ ପକାଇ ଭଲସେ କଷେଇଦେବା। ତାପରେ ଭାଜିକି ରଖିଥିବା ଚୁଙ୍ଗୁଡ଼ି, ମାଛ ମୁଣ୍ଡକୁ ପକାଇ ଭଲସେ ଭାଜିଦେବା। ହେଇଗଲା ପରେ ତାପରେ ଡାଲମାରେ ଢାଳିଦେବା, ମିଶାଇଦେବା। ହେଇଗଲା ଆମ ଘାଣ୍ଟିଆ ଡାଲମା ପ୍ରସ୍ତୁତ। ତାପରେ ବଘାରି ସାରିଲା ପରେ ଆମର ବତୁରେଇକି ରଖିଥିଲି ଡାଲଚିନିକି ଭଲସେ ତାକୁ ଗ୍ରାଇଣ୍ଡିଙ୍ଗ କରିକି ଏଇ ଡାଲମାରେ ଦେଇଦେବା, ଟିକେ ଭଲ ବାସ୍ନା ଆସିବ। ତାପରେ ହେଙ୍ଗୁ ଟିକେ ପକାଇଦେବା, ଜିରା ଗୁଣ୍ଡ ବି ଦେବା, ମେଥି ପତ୍ର ବି ଟିକେ ଦେଇଦେବା। ଭଲ ଲାଗିବ ଡାଲମା। ହେଇଗଲା ଆମର ଡାଲମା ପ୍ରସ୍ତୁତ। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଥ୍ୟାଙ୍କ ୟୁ।